ଜଣଙ୍କ ସହିତ ଗୋଟେ 51 ଲକ୍ଷ ଟଙ୍କାର ସ୍କାମ ହେଇଗଲା କେବଳ 1000 ଟଙ୍କାର ଗୋଟେ ଭାଉଚର ଲୋଭରେ। ତ ଜଣେ କଣ କଲେ, ଗୋଟେ ହ୍ୱାଟ୍ସଆପ ଗ୍ରୁପ ଜଏନ କଲେ ଯୋଉଥିରେ ଭାଉଚର ସରିକା ମିଳୁଥିଲା। ଆଉ ତାଙ୍କୁ ଜଣେ ଗୋଟେ 1000 ଟଙ୍କାର ଆମାଜନ ଭାଉଚର ପଠେଇଲେ। ସେ ପୁରା ଖୁସି ହେଇଗଲେ, ଯାହା ହଉ ଗୋଟେ ମାଗଣାରେ 1000 ଟଙ୍କାର ଭାଉଚର ମିଳିଯାଇଛି। ଏମିତି କହିକି ସେ ଜଣକୁ ଟ୍ରଷ୍ଟ କରିବା ଷ୍ଟାର୍ଟ କଲେ। ତାମାନେ ସ୍କାମର କଣ କଲା, ଆଗେ ଗୋଟେ 1000 ଟଙ୍କାର ଗୋଟେ ହୁକ ପକେଇଲା, ଯେମିତି ମାଛ ଧରନ୍ତି ସେମିତି ଗୋଟେ ବେଟ୍ ଦେଲା। ଇଏ 1000 ଟଙ୍କା ଲୋଭରେ କଣ କଲେ, ସେ ଜାଲରେ ପଡିଗଲେ। ତାପରେ ସେ ସ୍କାମର କଣ କଲା, କହିଲା ଗୋଟେ ଛୋଟ ଏମାଉଣ୍ଟ ଇନଭେଷ୍ଟ କରନ୍ତୁ, ଦେଖନ୍ତୁ କେମିତି ବଢିଆ ସେ ଆମେ ପ୍ରଫିଟ କରିକି ଦବା। ଆଉ ସେ ଛୋଟ ଏମାଉଣ୍ଟ ଗୋଟେ ଇନଭେଷ୍ଟ କଲେ, ତାଙ୍କୁ ଗୋଟେ ଆପ୍ ବି ଦିଆ ହେଲା। ସେ ଆପ୍ ରେ ଦେଖିଲେ ଯେ ହଁ ପଇସାଟା ଆସ୍ତେ ଆସ୍ତେ ବଢୁଛି। ତ କିଛି ଦିନ ପରେ ଦେଖିଲେ ଯେ ପଇସାଟା ପୁରା ଡବଲ ହେଇଯାଇଛି। ସେଠୁ ଆହୁରି ଲୋଭ ଆସିଲା, 5 ଲକ୍ଷ 10 ଲକ୍ଷ ଏମିତି ଇନଭେଷ୍ଟ କରି କରି ପୁରା 51 ଲକ୍ଷ ଟଙ୍କା ଇନଭେଷ୍ଟ କରିଦେଲେ। ତାପରେ ସେ ଆପ୍ ବି ଗାୟବ ହେଇଗଲା, ସେ ଲୋକ ବି ଗାୟବ ହେଇଗଲା। କଣ ନା, ଆପ୍ ଟା ବି ପୁରା ଫେକ୍ ଥିଲା। ସେ ସମସ୍ତଙ୍କୁ ଏମିତି 1000 ଟଙ୍କା ଲୋଭ ଦେଖେଇକି ସ୍କାମ କରୁଥିଲେ। ତାପରେ ସମସ୍ତେ ଧରା ପଡିଲେ। ତ ଆପଣ ବି ଭାବନ୍ତୁ, ଆପଣ ଯଦି କୌଣସି ବି ଟେଲିଗ୍ରାମ ଗ୍ରୁପ, ହ୍ୱାଟ୍ସଆପ ଗ୍ରୁପରେ ଆପଣ ଜଏନ କରିଛନ୍ତି, ମେସେଜ ଆସୁଛି ଏମିତି ଫ୍ରି ଭାଉଚର, କିଛି ବି 500-1000 ଟଙ୍କା ଲୋଭରେ ଆପଣ ଧର ପଡିବେ, ଆପଣଙ୍କ ସହିତ ବି ସ୍କାମ ହେଇଯିବ। ତ ସ୍କାମ ରୁ ବଞ୍ଚିବା ପାଇଁ ଆୱାରନେସ ବହୁତ ଅଧିକ ଦରକାର। ଫ୍ୟାମିଲି ଆଉ ଫ୍ରେଣ୍ଡସ୍ ମାନଙ୍କ ସହିତ ସେୟାର କରିଦିଅନ୍ତୁ।